ନମସ୍କାର ଦର୍ଶକ ବନ୍ଧୁ। ଆଜି ହେଉଛି ମେ ମାସ 9 ତାରିଖ 2024 ଗୁରୁବାର। ଆସନ୍ତୁ ଜାଣିବା ଆଜିର 12ଗୋଟି ରାଶି ଗ୍ରହଙ୍କ ବିଷୟରେ। ପ୍ରଥମ ରାଶି ମେଷ ରାଶି। ଆଜି ରବି ଓ ଚନ୍ଦ୍ର ଦୁଇଟି ଗ୍ରହ ଉଚ୍ଚସ୍ଥ ମନ ହେତୁ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାରେ ସୁଯୋଗ ପାଇବେ। ସହକର୍ମୀଙ୍କ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଶିଳ୍ପ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ, କିନ୍ତୁ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡ଼ିକ ଅଧାରେ ଅଟକି ଯାଇପାରେ। ପରବର୍ତ୍ତୀ ରାଶି ବୃଷ ରାଶି। ଗୁରୁ ଚାନ୍ଦ୍ରୀ ଯୋଗ ପ୍ରଭାବରେ ଯାହା ପାଇବା ପାଇଁ ଇଚ୍ଛା କରୁଛନ୍ତି ତାହା ଅସୁବିଧାରେ ପାଇଯିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ଅଫିସରେ ସାଧାରଣ ବଚସାରୁ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ। ବନ୍ଧୁ ଗହଣରେ ମୌଜିଆ କଥା କହି ପରିସ୍ଥିତିକୁ ହାଲୁକା କରିଦେବ। ପରବର୍ତ୍ତୀ ରାଶି ମିଥୁନ ରାଶି। ଅନୁକୂଳ ଗ୍ରହ ସ୍ଥିତିରେ ପ୍ରିୟଜନମାନଙ୍କ ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସରଳ ସମାଧାନ ହୋଇଯିବ। ବହୁତ ଦିନ ଧରି ଭାଙ୍ଗି ପଡ଼ୁଥିବା ସ୍ୱାସ୍ଥ୍ୟ ସମ୍ପର୍କରେ ଉନ୍ନତି ଘଟିପାରେ। କର୍ମକ୍ଷେତ୍ରରେ ପ୍ରତ୍ୟେକ ଘଟଣାରେ ଆପଣଙ୍କ ଭୂମିକାକୁ ଅନ୍ୟମାନେ ପ୍ରଶଂସା କରିପାରନ୍ତି। ଅର୍ଥ ସମ୍ପର୍କିତ ପ୍ରତିଷ୍ଠିତ ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି। ପରବର୍ତ୍ତୀ ରାଶି କର୍କଟ ରାଶି। ଚତୁର୍ଥ କେନ୍ଦ୍ରକୁ ଲାଗି ଶୁକ୍ର ଓ ରବିଙ୍କ ଦୃଷ୍ଟିଜନିତ ସାମାଜିକ ସମ୍ମାନ ଲୋକ ସମ୍ପର୍କରେ ଉନ୍ନତି ହେବ। କାର୍ଯ୍ୟଦକ୍ଷତା ଯୋଗୁଁ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ରାଜନୀତି ଓ ସଭା ସମିତିରେ ପ୍ରାଧାନ୍ୟ ବୃଦ୍ଧି ପାଇବ। ପରବର୍ତ୍ତୀ ରାଶି ସିଂହ ରାଶି। ଶନିଙ୍କ ଦୃଷ୍ଟିରେ ରବି ଥିବାରୁ ପାରିବାରିକ ଦ୍ୱନ୍ଦ୍ୱ, ବାଣିଜ୍ୟ ବ୍ୟବସାୟରେ କ୍ଷତି କିମ୍ବା ଝଗଡ଼ାର ସୂଚନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ କାମର ଚାପ ବୃଦ୍ଧି ପାଉଥିଲେ ମଧ୍ୟ ସ୍ୱାସ୍ଥ୍ୟର ପ୍ରତି ଅବିଚାର କଲେ ଅସୁବିଧାରେ ପଡ଼ିବେ। ବନ୍ଧୁମାନଙ୍କ ସାହାଯ୍ୟରେ ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ପରବର୍ତ୍ତୀ ରାଶି କନ୍ୟା ରାଶି। ଦୁଇ ସ୍ଥାନରେ ଶୁକ୍ର ଏବଂ ରାଶିରେ କେତୁ ଥିବାରୁ ସହଜ ଓ ସୁବିଧାରେ କୌଣସି କାମ ହୋଇପାରିବ ନାହିଁ। ସମସ୍ୟା ରହିଥିଲେ ମଧ୍ୟ ଜଣେ ବନ୍ଧୁ ମାଧ୍ୟମରେ ସମସ୍ୟା ସମାଧାନର ରାସ୍ତା ଖୋଲି ଯାଇପାରେ। ଉପରିସ୍ଥଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହେଲେ ମଧ୍ୟ ମୁହଁ ସାମ୍ନାରେ କିଛି କହିପାରିବେ ନାହିଁ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ପରବର୍ତ୍ତୀ ରାଶି ତୁଳା ରାଶି। ରାଶିପତି ରାଶାଧିପତିଙ୍କ ଦୃଷ୍ଟି ହେତୁ ସ୍ୱାସ୍ଥ୍ୟ, କାର୍ଯ୍ୟଧାରା ଏବଂ କାର୍ଯ୍ୟ ସ୍ଥିତି ମନ୍ଦ ହେବ ନାହିଁ। ଅନ୍ୟ ପ୍ରତି ଅହେତୁକ ଆକର୍ଷଣକୁ କେନ୍ଦ୍ର କରି ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମରେ କିମ୍ବା ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପ୍ରତିଷ୍ଠା ଯାତ୍ରାରେ ବିଳମ୍ବ ଘଟିପାରେ। ପରବର୍ତ୍ତୀ ରାଶି ବିଛା ରାଶି। ଆଜି ଚନ୍ଦ୍ର ଓ ବୃହସ୍ପତିଙ୍କ ସ୍ଥିତି ରହିବାରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଦୂରେଇ ଯିବ। ମାନସିକ ସ୍ତରରେ ଅସ୍ଥିରତା ସୃଷ୍ଟି ହେଲେ ମଧ୍ୟ ପାରିବାରିକ, ସାମାଜିକ, ଆର୍ଥିକ ସ୍ଥିତିରେ ଅସୁବିଧା ହେବ ନାହିଁ। ସଭା ସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସମୂଳ ସମାଧାନ ହୋଇଯିବାର ସମ୍ଭାବନା ରହିଛି। ପରବର୍ତ୍ତୀ ରାଶି ଧନୁ ରାଶି। ଆଜିର ଗ୍ରହ ସ୍ଥିତି ଭଲ ଓ ମନ୍ଦର ମିଶ୍ରିତ ଫଳ ଅନୁଭବରେ ଆସିପାରେ। କଠିନ ଶ୍ରମଜନିତ ଅନାତ୍ମୀୟ ଶାରୀରିକ ଅସୁସ୍ଥ ଅନୁଭବ କରିବାର ଆଶଙ୍କା ରହିଛି। ଘରେ ଭୁଲ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସଭା ସମିତି, ରାଜନୀତି କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ। ପରବର୍ତ୍ତୀ ରାଶି ମକର ରାଶି। ସମୟ ମୁଣ୍ଡ ନହେଲେ ମଧ୍ୟ ସମ୍ପର୍କୀୟଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ଯାହା କରୁଛନ୍ତି ଭାବିଚିନ୍ତି ନ କଲେ ପରେ ଅନୁତପ୍ତ ହେବେ। ଉପରିସ୍ଥଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମକୁ ପୁରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ପ୍ରତିବେଶୀଙ୍କ ସହ ମଧୁର ସମ୍ପର୍କ ରଖିବା ହିତକର ହେବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ସ୍ୱାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ମାନସିକ ସ୍ତରରେ ଦୁଶ୍ଚିନ୍ତା ଲାଗି ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରେଇ ଯିବାର ପ୍ରଯତ୍ନ କରିପାରନ୍ତି। ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା ନିରୀକ୍ଷା କରିବା ଭଲ ହେବ। ବ୍ୟବସାୟ, କଳା, ସାହିତ୍ୟ କ୍ଷେତ୍ରରେ ଉନ୍ନତି କରିବେ। ଆଜିର ଅନ୍ତିମ ରାଶି ମୀନ ରାଶି। ରାଶିରେ ପାପଗ୍ରହ ଅବସ୍ଥାନ କରିଥିବାରୁ ବିବାଦୀୟ ଚିନ୍ତାଧାରାରେ ମନ ଉଦ୍ବିଗ୍ନ ରହିବ। ଆଜି ତରବରିଆ ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅସମର୍ଥିତ ସୂତ୍ରରୁ ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ୱନା ମାନି ମନରେ ଆଶ୍ୱସ୍ତି ବଢ଼ିପାରେ। ଏହା ଥିଲା ଆଜିର 12ଗୋଟି ରାଶିମାନଙ୍କ ବିଷୟରେ। ଆପଣଙ୍କ ଦିନ ଶୁଭମୟ ହେଉ। ଜୟ ଶ୍ରୀକୃଷ୍ଣ। ଆପଣ ଯଦି ଏ ଚ୍ୟାନେଲ ନୂଆ ଅଛନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନକୁ ଅନ୍ କରି ଅନ୍ୟ ସହିତ ଜୟ ଶ୍ରୀକୃଷ୍ଣ।